ଏମିତି ଆପଣଙ୍କ ସହିତ ନିଶ୍ଚୟ ହେଇଥିବ। ଆପଣ ହଠାତ୍ କାହାକୁ ମନେ ପକାଇଲେ ଏବଂ ସେହି ସମୟରେ ତାଙ୍କର ଫୋନ୍ ଆସିଗଲା, କିମ୍ବା ଆପଣଙ୍କ ମନଟା ଅଚାନକ ଅଶାନ୍ତ ହୋଇଗଲା। ପରେ ଜାଣିଲେ ସେହି ଲୋକଟି ଆପଣଙ୍କୁ ବହୁତ ମନେ ପକାଉଥିଲା। କ'ଣ ଏହା କେବଳ କୋଇନ୍ସିଡେନ୍ସ, ନା ଏହା ପଛରେ କିଛି ଅଦୃଶ୍ୟ କନେକ୍ସନ୍ ଅଛି? ପ୍ରଥମେ ଆମେ ଯୁକ୍ତି ଦ୍ୱାରା ଭାବିବା। ଆମ ବ୍ରେନ୍ ବହୁତ ଶକ୍ତିଶାଳୀ। ସେ ପ୍ୟାଟର୍ନ ଖୋଜେ। ଯେଉଁ ଘଟଣା ଆମ ଭାବନା ସହିତ ମିଶିଯାଏ ସେଗୁଡ଼ିକୁ ଆମେ ଅଧିକ ମନେ ରଖୁ। ଧରନ୍ତୁ, ଆପଣ ଦିନକୁ 10 ଜଣଙ୍କୁ ମନେ ପକାନ୍ତି, କିନ୍ତୁ ଯେଉଁଦିନ ଯାହାକୁ ମନେ ପକାଇଲେ ସେ ଫୋନ୍ କଲେ, ଆପଣ ମନେ ଇଆଡ଼େ ପକାଉଛନ୍ତି ଆଉ ସିଆଡ଼େ ଫୋନ୍ ଆସୁଛି, ତାହେଲେ ସେ ଦିନଟି ଆପଣଙ୍କ ମନରେ ଗାଢ଼ ହୋଇ ରହିଯାଏ, ଅର୍ଥାତ୍ ରେଖାପାତ ହୋଇଯାଏ। ଏହାକୁ ସାଇକୋଲୋଜିରେ ସିଲେକ୍ଟିଭ୍ ଆଟେନ୍ସନ୍ ଓ ଇମୋସନାଲ୍ ମେମୋରି କୁହାଯାଏ। ଯେଉଁ ଲୋକଙ୍କ ସହିତ ଆମର ଗଭୀର ଭାବନା ଥାଏ ତାଙ୍କ ସମ୍ପର୍କରେ ଆମ ମନ ସବୁବେଳେ ସଚେତନ ରହେ। ସେଥିପାଇଁ କେବେ କେବେ ଆମେ ଭାବୁ, ସେ ମୋତେ ମନେ ପକାଉଛନ୍ତି କି? କିନ୍ତୁ ଜୀବନ କେବଳ ଯୁକ୍ତିରେ ସୀମିତ ନୁହେଁ। ଏହି ପୃଥିବୀରେ ଅନେକ କଥା ଅଛି ଯାହାକୁ ଆମେ ଅନୁଭବ କରିପାରୁ, କିନ୍ତୁ ପୂରାପୂରି ବୁଝାଇ ପାରୁନାହିଁ। ଯେତେବେଳେ ଦୁଇଟି ହୃଦୟ ସତରେ ଯୋଡ଼ିଯାଏ, ଦୂରତା ଅର୍ଥହୀନ ହୋଇଯାଏ। ଯେପରି ଜଣେ ମା ହଠାତ୍ ଅଶାନ୍ତ ହେଉଛି, ପରେ ଜାଣିବେ ସେହି ସମୟରେ ତା ସନ୍ତାନ ଅସୁସ୍ଥ ଥିଲା। କ'ଣ ଏହା କେବଳ କୋଇନ୍ସିଡେନ୍ସ? ନା, ଏହା ଭାବନାର ଏକ ସୂକ୍ଷ୍ମ ତରଙ୍ଗ। ଆମେ ସମସ୍ତେ ଏକ ଏନର୍ଜି ଫିଲ୍ଡ ଭିତରେ ବଞ୍ଚୁଛୁ, ଯେଉଁଠାରେ ଭଲ ପାଇବା, ଚିନ୍ତା, ଆଶୀର୍ବାଦ ସୂକ୍ଷ୍ମ ଭାବେ ପ୍ରବାହିତ ହୁଏ। ଆଜି ମଧ୍ୟ ବିଜ୍ଞାନ ଏହାକୁ ପୂରା ମାପି ପାରିନାହିଁ, କିନ୍ତୁ ହୃଦୟ ଏହାକୁ ଅନୁଭବ କରେ। ତାହେଲେ ସତ୍ୟ କ'ଣ? ସମ୍ଭବତଃ କିଛି ଅଂଶ ମାଇଣ୍ଡର, କିଛି ଅଂଶ ହୃଦୟର। କିଛି ଘଟଣା କୋଇନ୍ସିଡେନ୍ସ ହୋଇପାରେ, କିନ୍ତୁ ସବୁକିଛିକୁ କୋଇନ୍ସିଡେନ୍ସ କହିଦେବା ମନୁଷ୍ୟ ଅନୁଭବକୁ ଛୋଟ କରିଦେବା ହେବ। ଯଦି କେହି ଆପଣଙ୍କୁ ମନେ ପକାଉଛନ୍ତି, ଏହାର ଅର୍ଥ ହେଉଛି ଆପଣ ତାଙ୍କ ହୃଦୟରେ ଅଛନ୍ତି, ଏବଂ ସେଥିପାଇଁ ଏହାକୁ ଅବହେଳା କରନ୍ତୁ ନାହିଁ। ଆମେ ଆଜିର ବ୍ୟସ୍ତ ଜୀବନରେ ଅନେକ ସମ୍ପର୍କକୁ ହେୟଜ୍ଞାନ କରିଦେଉଛୁ, କିନ୍ତୁ ସତ୍ୟ ହେଉଛି ଜୀବନରେ ସଫଳତା ଠାରୁ ବି ଅଧିକ ମୂଲ୍ୟବାନ ହେଉଛି ସମ୍ପର୍କ। ଯଦି ଆଜି ଆପଣଙ୍କ ମନରେ କାହାରି ମୁହଁ ଝଲସି ଯାଉଛି, ତେବେ ତାଙ୍କୁ ଥରେ ଫୋନ୍ କରନ୍ତୁ। ଯଦି ହୃଦୟ ଅଶାନ୍ତ ହେଉଛି, ସେହି ଭାବନାକୁ ଅଣଦେଖା କରନ୍ତୁ ନାହିଁ। କେବେ କେବେ ଏହା ଚମତ୍କାର ନୁହେଁ, ଏହା ହେଉଛି ଭଲ ପାଇବାର ନୀରବ ସନ୍ଦେଶ। ଧନ୍ୟବାଦ।